नमो भगवते वासुदेवाय। श्रीमद्भागवत दशम स्कंध षट्चत्वारिंशोऽध्याय। शुक उवाच बोलन्ति शुक मुनिवर सानन्दे शुण कुरुवीर। राम गोविंद मधुबने भेटिले कंस दूत माने। निकटे दूतं कुरुहाई स्नान कले बेनी भाई। भोजन कले दूध सर आनंदे नाना उपहार। विविध रत्न अलंकार वस्त्र पिंधिले पीत नील। मालदुन्दुभि घोष शुणी सानंद कृष्ण हल पाणी। गोपाल पोए सज होई मध्य विजय बेनी भाई। मथुरा नगरे पशिले कंसर दूत आगे गले। पड़ई क्षणे क्षणे हुरी उलुका पाते वसुंधरी। आकाशे धूममय ज्योति मेघे लुचिले छायापति। पथे आसन्ते भाई बेनी विविध वाद्य नाद ध्वनि। हरि हरि बोल। जोड़ी मर्दल शंख बाजे शरद मेघ जेह्ने गर्जे। राम गोविंद देखी पथे लोके मिलिले जुथे जुथे। एक आरेक सज होई कामिनी गणे छंती धाई। सकले घर द्वार छाड़ी धामंती राजपथ माड़ी। स्त्री पुरुष बाल वृद्धे गोविंद देखिबार सधे। आगे धामंती बलवंत गहल मथुरार पथ। अनल देखिण पतंगे जेह्ने धामंती उदबेगे। देखंती नर नारी मिली हरसे देई हुड़हुड़ी। राम गोविंद मुख चाही नयन पिछाड़ी नुहई। देह संसार पासोरिले आनंद सागरे बुड़िले। स्वर्गे देखंती देवताए राम गोविंदर विजये। मंगल नादे अपसरी देखंती दिगपाळे मिली। पवन बहई शीतल शून्ये उड़ंती मेघमाळ। जनगहळ राजपथे गोविंद देखंती उसते। कहंती एक आरे चाही कांदी हृदये कर देई। देख गो कंसर निर्दये कि दोष कले बाल पोए। लुचिए थिले नंद घरे सोदर मऊळार डरे। कि दोष कले ए ताहार दुष्ट दानव दुराचार। एहांकु आनी अछि धरी बळे मारिब घरे भरी। केमंते सही बटी धर्म एहांकु करी एड़े कर्म। एपोए गोप पुरे थिले कि अपराध बा कले। एहांकु करी प्राणे नाश भांगिब गोप पुर देश। एहांक कष्ट देखिबारे चाल नथिबा ए नगरे। हृदय धरिबा केमंते एहांकु न देखिले नेते।
ନେତ୍ରେ ଏମନ୍ତ କହି ନର ନାରୀ ବିକଳେ ଚାହାନ୍ତି ମୁରାରୀ ହୃଦଏ ବିଚାରି ବିକଳ ନୟନୁ ବହେ ଅଶ୍ରୁ ଜଳ ରାମ ଗୋବିନ୍ଦ ଗୋପବାଳେ ମିଳିଲେ କଂସ ରଙ୍ଗ ଦ୍ୱାରେ ଦେଖିଲେ ଦ୍ୱାରେ ଅଛି ଗଜ ମାହୁନ୍ତ ହୋଇ ଅଛି ସଜ କୃଷ୍ଣଙ୍କୁ ଦେଖିଣ ମାହୁନ୍ତ ଆକ୍ରୋଶୀ ଗଜ ବଳବନ୍ତ ଦ୍ୱାର ଆବୋରିଲା ବହନ ମାରିବା ପ୍ରାୟ କୋପମନ ସ୍ୱଭାବେ ମତ କରିବର ତେଜେ ପ୍ରଚଣ୍ଡ ମହାଘୋର ତାହା ଜାଣିଲେ ଭାବଗ୍ରାହୀ ଗୋପାଳ ପୁଅଙ୍କୁ ରୁହାଇ ଦୃଢ଼େ ବାନ୍ଧିଲେ ତାଳୁ ଚୂଳ ସୁନ୍ଦର ଅଳକା କପୋଳ ବସନ ବାନ୍ଧି ଆଣ୍ଟ କରି ସଜ ହୋଇଲେ ହଳଧାରୀ ମାହୁନ୍ତ କୋପଭର ହୋଇ ଅଳପ ଅଳପ ଟିପଇ ହସ୍ତି ଟିପଇ ପାଦ ଲଇଁ ଦେଖି ଗୋବିନ୍ଦ ଆଗ ହୋଇ ବୋଇଲେ ଆଡ଼ ହୁଅ ଭାଇ ମାହୁନ୍ତ ଶୁଣି ନ ଶୁଣଇ ଶୁଣ ମାହୁନ୍ତ ମୋ ଉତ୍ତର ଆମ୍ଭଙ୍କୁ ଛାଡ଼ ରଙ୍ଗ ଦ୍ୱାର ରାଜା ଆମ୍ଭରେ କୋପମନ ବେଗେ କରିବୁ ଦର୍ଶନ ଦ୍ୱାର ତୁ ଛାଡ଼ ବେଗ ହୋଇ ଉଛୁର ବେଳ ନ ଜଗାଇ ଶୁଣି ମାହୁନ୍ତ କୋପ କଲା କୃଷ୍ଣର ବୋଲ ନ ଶୁଣିଲା ହସ୍ତିର କୁମ୍ଭେ ଦେଇ କର ଦନ୍ତ କରାଇଲା ଉଭାର କୃଷ୍ଣ ବୋଇଲେ ମାହୁନ୍ତକୁ ମାରିବା ପ୍ରାୟ ତସଳକୁ ଜୀବନେ ଅଛି ଯେବେ କାର୍ଯ୍ୟ ହସ୍ତି ଦୁଆରୁ ନିଅ ଆଜ ନହିଲେ ଯିବୁ ଯମପୁର ହସ୍ତି ହିଁ ସଙ୍ଗତେ ତୋହର ଶୁଣି ମାହୁନ୍ତ ପରଜ୍ୱଳି ହସ୍ତି ଟିପିଲା ପାଦ ଚାଳି କୃଷ୍ଣଙ୍କୁ ଦେଖି ଗଜ ଧାଇଁ କାଳ ଦେବତା ପ୍ରାୟ ହୋଇ ପବନୁ ବେଗେ ଧାଇଁ ଖରେ ଶୁଣ୍ଢ ପିଟିଲା କୃଷ୍ଣ ଶିରେ କେଶ ଧଇଲା ଧାତିକାର ଛଡ଼ାଇ ଗଲେ ଦାମୋଦର ଗୋବିନ୍ଦ ମାୟା ଯୋଗ ବଳେ ରହିଲେ ହସ୍ତି ପେଟ ତଳେ ହସ୍ତି ଚାହଇଁ ଚଉଦିଗେ କୋପେ ଗର୍ଜଇ ଘୋର ରଙ୍ଗେ ଆଘ୍ରାଣେ କୃଷ୍ଣ ବାସ ପାଇ ପୁଣି ଧଇଲା ଶୁଣ୍ଢେ ନେଇ ପୁଣି ଛଡ଼ାଇ ତାର କର ପଛେ ମିଳିଲେ ମାୟାଧର ହସ୍ତିର ଲାଞ୍ଜ କରେ ଧରି ପଛକୁ ଆଣିଲେ ଓଟାରି 25 ଧନୁ ଯାଏ ଟାଣି ରହିଲେ ପ୍ରଭୁ ଚକ୍ର ପାଣି ସର୍ପର ଲାଞ୍ଜ ତୁଣ୍ଡେ ଭରି ଯେସନେ ଗରୁଡ଼ ଓଟାରି ଲାଙ୍ଗୁଳ ଧରି ବନମାଳି ବାମ ଦକ୍ଷିଣ ପାଖେ ଚାଳି ଗଜ ଚାହଇଁ ଦୁଇ ପାଶେ କୃଷ୍ଣଙ୍କୁ ଧରିବାର ଆସେ ବଚ୍ଛାଙ୍କ ଲାଞ୍ଜ ପୋଏ ଧରି ଯେମନ୍ତେ ହନ୍ତି ଘୁରା ଘୁରି ଲାଙ୍ଗୁଳ ଛାଡ଼ି ଅତି ଖରେ ଆଗ ହୋଇଲେ ରୋଷ ଭରେ ଚାପୁଡ଼େ ମାରି ହସ୍ତି ମୁଣ୍ଡେ କୃଷ୍ଣ ପଳାନ୍ତି ରାଜଦାଣ୍ଡେ ପ୍ରଚଣ୍ଡ କୋପେ ଖରତର ଦେଖି ଧାଇଁଲା କରିବର ଦେଖନ୍ତି ପୁର ନର ନାରୀ ଭଏ ପଳାନ୍ତି ନର ହରି ଶିର ଲାଗଇ ଥୋର ହସ୍ତେ ଲୋକେ ଦେଖନ୍ତି ରାଜପଥେ ପାଦର ଘାଏ ଧୂଳି ଉଡ଼ି କୃଷ୍ଣ ପଡ଼ିଲେ ମୁଖ ମାଡ଼ି ତକ୍ଷଣେ ହୋଇଲେ ଅନ୍ତର ମାହୁତ ବୋଲେ ମାର ମାର କୃଷ୍ଣ ପଡ଼ିଲା ପ୍ରାୟ ମଣି ଗଜ ମାଇଲା ଦନ୍ତ ଆଣି ଲୋକେ ହୋଇଲେ ହତ ଜ୍ଞାନ ଡାକନ୍ତି ରଖ ନାରାୟଣ ଏଡ଼େ କରମ କଂସ କଲା କେବଲେ ଜିଉଁ ଜିଉଁ ମଲା ଚାଲ ନଥିବା ଏହା ଦେଶେ କଂସକୁ ଗାଳି ଦିଅନ୍ତି ରୋଷେ ଏମନ୍ତ ବୋଲୁ ବୋଲୁ ଜନେ ଶ୍ରୀକୃଷ୍ଣ ମିଳିଲେ ବହନେ ନୀଳ ଜିମୁତ ଦେହ ଝଳି ଝାଳ ଗଳଇ ଲାଗି ଧୂଳି ଡାକନ୍ତି ତୋଳି ବେନିକର ହସ୍ତିରେ ସମ୍ଭାଳ ତୋହର ଦେଖି ଚକିତ ନର ନାରୀ ଚାପୁଡ଼େ ମାଇଲେ ମୁରାରୀ ପଛେ ଯେ ଥିଲେ ହଳଧର ହସ୍ତିକି ମାଇଲେ ପୟର ଧାମଇ ପଛକୁ ଅନାଇ ମୁଥେ ମାଇଲେ
କୃଷ୍ଣ ନେଇ ଗଜ ଚାହଁ ଆଗ ପଛ ମାହୁନ୍ତ ଟିପଇ ପ୍ରତ୍ୟକ୍ଷ ନ ଯାଇ ଆଗ ପଛ ଡରେ ଗର୍ଜଇ ଅତି କୋପ ଭରେ ମାହୁନ୍ତ ପୁଣି ଟିପଇ ଦେଖି ପଳାନ୍ତି ବେନି ଭାଇ ଦକ୍ଷିଣ ଗଜ କୋପ ଭରେ ଧାଇଁଲା ପବନ ହୁଙ୍ଖରେ କୃଷ୍ଣର ଶିରେ ଥୋର ହସ୍ତ ଦେଖି ପଳାନ୍ତି ଗୋପୀନାଥ ଧାଇଁଲେ ପବନ ହୁଁ ବେଗେ ଘୁରି କୁମ୍ଭାର ଚକ୍ର ମାର୍ଗେ ଗୋବିନ୍ଦ ଯୋଗ ମାୟା ବଳେ ଘୁରାଇ ପକାଇଲେ ତଳେ ତଳେ ପଡ଼ନ୍ତେ ପ୍ରାଣ ଗଲା ତକ୍ଷଣେ ଗୋବିନ୍ଦେ ପଶିଲା ଚରଣ ଦେଇ ଗଜ ମୁଣ୍ଡେ ଦନ୍ତ ଧଇଲେ ଭୁଜ ଦଣ୍ଡେ ବେଗେ ଉପାଡ଼ିବେନି କରେ ପିଟିଲେ ମାହୁନ୍ତ ଉପରେ ମାହୁନ୍ତ ପ୍ରାଣ ବେଗେ ଗଲା ଜୀବନ ଗୋବିନ୍ଦେ ପଶିଲା ରାମ ଗୋବିନ୍ଦ ବେନି ଭାଇ କନ୍ଧେ ଘେନିଲେ ଦନ୍ତ ଦୁଇ ରୁଧିର ଭୂଷଣ ଶରୀର ଝାଳ ଧୂଳିରେ ଜର ଜର ମୁଖ ପଙ୍କଜେ ଝାଳ ଶୋଭା କିଅ ବା ପଟାନ୍ତର ଦେବା ଗୋପକୁ ମରେ ଛନ୍ତି ବେଢ଼ି ପଶିଲେ ରଙ୍ଗ ଦ୍ୱାର ମାଡ଼ି କନ୍ଧେ ପକାଇ ଗଜ ଦନ୍ତ ମିଳିଲେ ରାମ ଗୋପୀନାଥ ଲୋକେ ପଶିଲେ ବଳିଆରେ କେବେକେ ଉଠିଲେ ବୃକ୍ଷରେ ଜଗତି ଅଟାଳି ଆରୋହୀ ଦେଖନ୍ତି ରାମକୃଷ୍ଣ ଦୁଇ ରଙ୍ଗ ସଭାରେ ଯେତେ ଲୋକେ କେତେ କହିବା ଏକେ ଏକେ ମାଲେ ଯେ ଥିଲେ ମଞ୍ଚା ତଳେ ରାମକୃଷ୍ଣଙ୍କୁ ଅନାଇଲେ ବଜ୍ର ପଡ଼ିଲା ପ୍ରାୟ ଦେଖି ଭୟ ବୁଝିଲେ ବେନି ଆଖି ଯେତେ ଅଛନ୍ତି ପୁରନର ତାହାଙ୍କୁ ଦିଶନ୍ତି ସୁନ୍ଦର କାମିନୀ ଲୋଚନ ଅନଙ୍ଗ ଗୋପାଳ ପୋଏ ବାଳ ଅଙ୍ଗ ଅସୁର ନୃପତିଙ୍କି କାଳ ମାତା ପିତାଙ୍କୁ ବେନି ବାଳ କଂସକୁ ଦିଶେ ଯମ ପ୍ରାୟ ଜ୍ଞାନୀ ଜନଙ୍କୁ ଜ୍ଞାନମୟ ଯୋଗୀଙ୍କ ନେତ୍ରେ ଜ୍ଞାନ ତତ୍ତ୍ୱ ବୃଷ୍ଣିବଂଶକୁ ଦୈବତ ଏମନ୍ତେ ରାମକୃଷ୍ଣ ରୂପ ଦିଶନ୍ତି ଯାହାକୁ ଯେ ରୂପ ସଭାର ତଳେ ବେନି ଭାଇ ଆକାଶେ ଦେବେ ଛନ୍ତି ଚାହିଁ ବ୍ରହ୍ମା ଶଙ୍କର ଇନ୍ଦ୍ର ମୂଳେ 33 କୋଟି ଦେବ ବଳେ ଶୂନ୍ୟ ଦେଖନ୍ତି ରାମ ହରି ଗନ୍ଧର୍ବ ଗଣ ଦେବ ନାରୀ କଂସ ଚାହିଁଲା ବେନି ଭାଇ ଭୟ କମ୍ପଇ ତାର ଦେହି ଗଜ ମାହୁନ୍ତ ଦ୍ୱାରେ ମାରି ଦନ୍ତ ଅଛନ୍ତି କରେ ଧରି ନିଶ୍ଚୟ ମରଣ ହୋଇଲା ହେମନ୍ତ ମନେ ବିଚାରିଲା କାତରେ କମ୍ପଇ ଶରୀର ବଦନୁ ନଇଲା ଉତ୍ତର ରଙ୍ଗ ସଭାର ତଳେ ଥାଇ ରାମ ଗୋବିନ୍ଦ ବେନି ଭାଇ ନାନା ବିଚିତ୍ର ବେଶ ହୋଇ ଯେସନେ ନଟବର ଦୁଇ ଦେଖନ୍ତା ପ୍ରାଣୀଙ୍କର ମନ ମୋହିଲେ ରାମ ଭଗବାନ ମଞ୍ଚାରେ ଯେତେ ରାଜା ଗଣେ ଗ୍ରାମ ପାଟଣା ପୁର ଜନେ ହରସ ବସେ ଚକ୍ଷୁ ଫେଇ ଦେଖନ୍ତି ରାମକୃଷ୍ଣ ଦୁଇ ଚକୋର ଦେଖି ଚନ୍ଦ୍ର ଯେହ୍ନେ ତେସନେ ପିବନ୍ତି ନୟନେ ଦୋଷ ନୋହିଲେ ମୁଖ ଚାହିଁ ଚାହାନ୍ତେ ପିଞ୍ଛାନ ଚଳଇ ପିଇବା ପ୍ରାୟ ଚକ୍ଷୁ ଦ୍ୱାରେ ଜିହ୍ୱା କିଲିହିବ ଶରୀରେ ଆଘ୍ରାଣ କରି ନାସା ଦ୍ୱାରେ ଆଣି ଭିଡ଼ିବେ ବେନି କରେ ଏମନ୍ତ ହୋଇ ଉଦବେଗ ଅଗ୍ନି କି ଯେ ସନେ ପତଙ୍ଗ ଯେମନ୍ତେ ଶୁଣୁଥିଲେ କର୍ଣ୍ଣେ ପ୍ରତ୍ୟକ୍ଷ ଦେଖିଲେ ନୟନେ କୃଷ୍ଣର ରୂପ ଗୁଣମାନ ଦେଖି ପାଇଲେ ଦିବ୍ୟ ଜ୍ଞାନ ଏକ କୁଆରେକ ଅନାଇ
ବୋଲନ୍ତି ଅଙ୍ଗୁଳି ଦେଖାଇ। ଏବେନି ବସୁଦେବ ସୁତେ ଭାରା ନିବାରିବା ନିମନ୍ତେ ବିଷ୍ଣୁର ଅଂଶେ ଜାତ ହୋଇ ନୀଳ ଧବଳ ରୂପ ଦୁଇ। ଦେଖ ଏ କୃଷ୍ଣ ଦେହ କଳା ଦେବକୀ ଗର୍ଭେ ଉପୁଜିଲା। ଏହାକୁ ବସୁଦେବ ନେଇ ଗୋପରେ ଅଇଲା ଲୁଚାଇ। ବଢ଼ିଲେ ନନ୍ଦର ଭୁବନେ ଏହି ବାଳକ 3 ଦିନେ। ଶୋଷିଲା ପୂତନା ପରାଣ ଭାଜିଲା ଜାମଳା ଅର୍ଜୁନ। ପାଦେଶ କଟା କଲା ଚୂର ନାସିଲା ତୃଣାବର୍ତ୍ତ ବୀର। ଅଘାଧେନୁକା ବକ କେଶୀ ବଚ୍ଛା ମାୟାବୀ ଷଣ୍ଢା ନାସି। କାଳିୟ ଘଉଡ଼ିଲା ବଳେ ଅମୃତ କଲା ବିଷ ଜଳେ। ଗୋରୁ ମହିଷ ଗୋପ ଶିରୀ ବନ ଅନଳୁ ଅଛି ତାରି। ଇନ୍ଦ୍ରର ଦର୍ପ କଲା ଚୂର करे तोଳିଲା ଗିରିବର। ଶପଥ ଦିନ ବରସିଲା ଏହାର କରେ ଗିରି ଥିଲା। ଗୋପୀଏ ଚାହିଁ ଏହା ମୁଖ ଖଣ୍ଡିଲେ ଜନ୍ମ ବନ୍ଧ ଦୁଃଖ। ଯାଦବ ବଂଶ ଏ ରଖିବ ଅବନି ଭାରା ଉଶ୍ୱାସିବ। ଦେଖ ଏ ରୋହିଣୀ କୁମାର କୋଟିଏ କାମ ପଟାନ୍ତର। ଆଗେ ହୋଇଲେ ଗୋପେ ଜାତ ଏହାଙ୍କ ବଳ ଅପ୍ରମିତ। ଯୁଦ୍ଧେ ପ୍ରଳମ୍ବା ନାଶ କଲା ବଚ୍ଛା ଧେନୁକା ସଂହାରିଲା। ହେମନ୍ତ କହୁ କହୁ ଜନ ବାଜିଲା ବୀର ତୁର ମାନ। ହରି ହରି ବୋଲ। ମାଲେ ଯେ ଥିଲେ ସଭା ତଳେ କୃଷ୍ଣର ନିକଟେ ମିଳିଲେ। ଚାଣୁର ବୀର ଆଗ ହୋଇ ବୋଲଇ କୃଷ୍ଣ ମୁଖ ଚାହିଁ। ତୁ ପରା ଥିଲୁ ନନ୍ଦ ଘରେ ରୋହିଣୀ ସୁତ ସଙ୍ଗତରେ। ତୁମ୍ଭେ ଯେ ରାମ ବନମାଳି ବୋଲାଓ ବାହୁ ଯୁଦ୍ଧେ ବଳି। ରାଜା ତୁମ୍ଭର କଥା ଶୁଣି ଯୁଦ୍ଧର ପାଇଁ ଅଛି ଆଣି। ଦେଖିବେ ଯୁଦ୍ଧ କୌତୁକ ରାଜାଏ ଅଛନ୍ତି ଅନେକ। ପ୍ରଜାଏ ରାଜାଙ୍କୁ ମନାଇ ଭୋଗ କରନ୍ତି ସୁଖେ ମହି। ରାଜାର ସମୀପେ ବସନ୍ତି ଧନ୍ୟ ଇହ ଲୋକେ ବୋଲାନ୍ତି। ରାଜାର ନୁହନ୍ତି ଯେ ପ୍ରିୟ ତାହାଙ୍କ ସୁଖ କାହିଁ କହ। ତୁମ୍ଭେ ଯେ ଗୋପାଳଙ୍କ ମେଳେ ଗୋରୁ ଚରାଓ ନଦୀ କୂଳେ। ଦେହରେ ଘଷି ରଙ୍ଗ ମାଟି ଲଲାଟେ ଗୁଞ୍ଜରାର ପାଟି। ଏକ ଆରେକେ ବାହୁ ବଳେ ମାଲ ବିନ୍ଧାଣ କୁତୁହଳେ। ବାଳକ କାଳୁ ସାଧୁ ଅଛ ଏବେ ତ ପ୍ରତ୍ୟକ୍ଷ ଦିଶୁଛ। ତେଣୁ ତୁମ୍ଭର ସଙ୍ଗେ ଆମ୍ଭେ ବିନ୍ଧାଣ କରିବା ଆରମ୍ଭେ। ଯେତେ ଅଛନ୍ତି ରାଜା ଗଣେ ଗ୍ରାମ ପାଟଣା ପୁର ଜନେ। ସକଳେ ହୋଇବେ ପ୍ରସନ୍ନ ତୋଷିବା କଂସ ରାଜା ମାନ। ମାଲଙ୍କ ଟାଣ କଥା ଶୁଣି କହନ୍ତି ପ୍ରଭୁ ଚକ୍ରପାଣି। ଉଚିତ ବାଣୀ ଦେଶ କାଳ କହନ୍ତି ମଦନ ଗୋପାଳ। ଯୁଦ୍ଧ ହିଁ ଇଚ୍ଛା ଆପଣାର କହନ୍ତି ମନୁଷ୍ୟ ବ୍ୟବହାର। ଶୁଣ ଚାଣୁର ବୀରମଣି ଉଚିତ ପ୍ରସ୍ତାବ ତୋ ବାଣୀ। ସ୍ୱଭାବେ ଆମ୍ଭେ ବନ ଲୋକ ନ ଜାଣୁ ଯୁଦ୍ଧ କୌତୁକ। ଧନ ଗୋରସ ଦେଇ ଖଟୁ ରାଜା ଭଣଜା ଆମ୍ଭେ ଅଟୁ। ଅଳପେ କର ଈଶ୍ୱରୟ ଆମ୍ଭ ମଉଳା କଂସରାୟ। ବାଳୁତ ପୁଅଙ୍କର ମେଳେ ଖେଳୁ କାନନ ନଦୀ କୂଳେ। ନାନାଭି ଆଣେ ଖେଳ ଖେଳି ବନସ୍ତେ ଚରାଉ ବାଛୁରୀ। ପୁଅଙ୍କ ଖେଳର ଉଚିତ ଆମ୍ଭର ଯୁଦ୍ଧ ସେହି ମତ। ଏତନୁ ହଇ ଖେଳମଏ ତୁମ୍ଭେ ଯେ ପର୍ବତ ପରାଏ। ତୁମ୍ଭର ପ୍ରାୟ ଯେବେ ହୋଇ ତେବେ ସେ ସଂଗ୍ରାମ ଯୋଗାଇ।
ବାଳକ ଆମ୍ଭେ ବାଳ ମେଳେ ଯୁଝିବୁ ରଙ୍ଗ କୁତୁହଳେ ତୁମ୍ଭର ତୁଲେ ଯୁଦ୍ଧ କାହିଁ ଏକଥା ଉଚିତ ନୁହଇଁ ଅଧର୍ମ ହୋଇବଟି ଭଲେ ତୁମ୍ଭେ ଯୁଝିଲେ ଆମ୍ଭ ତୁଲେ ସଭାକୁ ହୋଇବ ଧିକ୍କାର ତା ଶୁଣି ହସଇ ଚାଣୁର ବୋଲଇ ପୌରୁଷ ବଚନ କରାଇ କଂସ ସାବଧାନ ତୁମ୍ଭେ ଯେ ବାଳ କବଲାଅ କହିଲେ ଲଜ୍ଜା ହିଁ ନ ପାଅ ବାଳ କୁମର ନୁହ ଯୁବା ତୁମ୍ଭର ମହିମା କହିବା ଏ ଯେ ତୋହର ଜ୍ୟେଷ୍ଠ ରାମ ବଳେ ତ ନାହିଁ ସରିସମ ସହସ୍ରେ ମତ ଗଜ ଦେହା ବଳ ବହଇ କୁବଳୟା ତାହାକୁ ଲୀଳାଏ ମାଇଲ ଇସିତେ ଦନ୍ତ ଉପାଡ଼ିଲ ରଜକ ମାରି ବାମ କରେ ଧନୁ ଭାଙ୍ଗିଲ ବଳାତ୍କାରେ ତୁମ୍ଭ ମହିମା ସର୍ବଜନେ ଭଲେ ଜାଣନ୍ତି ତ୍ରିଭୁବନେ ଏମନ୍ତ ନ କହନା ଆର ମୁଷ୍ଟିକ ବୋଲେ ଧର ଧର ଅଧର କାମୁଡ଼ି ଚାଣୁର ବୋଇଲା ରାମ କୁତୁଧର କୃଷ୍ଣର ତୁଲେ ଯୁଦ୍ଧ ମୋର ଏ ଯେ ବୋଲାଇ ବଳିଆର ମୁଷ୍ଟିକ ରାମ ଆଗେ ରହି କୋପେ ଅଧର କାମୁଡ଼ଇ କହଇ ଦାସ ଜଗନ୍ନାଥ ଚାଣୁର ଧରି ଗୋପୀନାଥ ମୁଷ୍ଟିକ ରାମଙ୍କୁ ଧଇଲା ସେଠାରେ ମନ ମୋର ହିଲା ଦେଖ ହୋ ଗୋବିନ୍ଦ ରଣ ସୁଜନେ ପଶିବା ଶରଣ ବାଳକ ସଙ୍ଗେ ଯୁଦ୍ଧ କରି ଦେଖନ୍ତି ପୁର ନର ନାରୀ ଭାବେ ବାଳକ ସଙ୍ଗେ ଯୁଦ୍ଧ କରି ଭାବେ ଦେଖନ୍ତି ପୁର ନର ନାରୀ ହରି ହରି ବୋଲ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ संहितायां दशमस्कन्धे पूर्वार्धे कुबलया पीडवधो नाम षट्चत्वारिंशोऽध्यायः।